ନମସ୍କାର। ମୁଁ ଆଉ ଥରେ ଆପଣମାନଙ୍କୁ ଓଡ଼ିଆ ସବସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଭାଇ, ଭଉଣୀ, ପ୍ରିୟ ବନ୍ଧୁ, ପ୍ରିୟ ବାନ୍ଧବ, ପ୍ରିୟ ଶ୍ରୋତା, ଗତ ସପ୍ତାହରେ ଆମେ ଯୀଶୁଙ୍କ ଚିହ୍ନ ଯାହା ଆମମାନଙ୍କୁ ସଂକେତ ଦିଏ ସେହି ବିଷୟରେ ଆଲୋଚନା କରିଥିଲୁ। ଆଉ ସେଥିରେ ଯୀଶୁଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ ବି ଆଲୋଚନା କରିଥିଲୁ। ଯେପରିକି ଆମେ ଏହି 3 ମାସରେ ଯାହା ଅକ୍ଟୋବର, ନଭେମ୍ବର, ଡିସେମ୍ବର ଏହି 3 ମାସରେ ଜହନ ଲିଖିତ ସୁସମାଚାର ଉପରେ ଆଲୋଚନା କରୁଛେ। ଆଉ ଆଜିର ଆଲୋଚନା ହେଉଛି ସାଇନ୍ସ ଅଫ ଡିଭିନିଟି, ମାନେ ଈଶ୍ୱରୀୟତାର ଲକ୍ଷଣ। ଏହି ବିଷୟରେ ଆମେ ଏହି ସପ୍ତାହରେ ଆଲୋଚନା କରିବାକୁ ଯାଉଅଛୁ। ତାହେଲେ ଚାଲନ୍ତୁ ଏହା ଆଲୋଚନା କରିବା ପୂର୍ବେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ପ୍ରଦାନ କରିଅଛ ତୁମ ସେହି ସାବସ୍କୁଲ ପାଠ ପଢିବା ପାଇଁ। ଏହି ସାବସ୍କୁଲ ପାଠ ଦ୍ୱାରା ଯେପରିକି ଆମେ ଅଧିକ ରୂପେ ତୁମ ସେହି ପ୍ରେମ ବିଷୟରେ ଆମେ ଶିକ୍ଷା ଲାଭ କରିପାରିବୁ, ଯେପରିକି ଆମ ବିଶ୍ୱାସ ତୁମଠାରେ ଦୃଢ଼ ହୋଇପାରିବ। ସେହିପରି ଯେତେ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଦେଖୁଛନ୍ତି ଆମ ଏହି ଓଡ଼ିଆ ସାବସ୍କୁଲ ପାଠକୁ, ସେମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ଆଉ ପବିତ୍ର ଆତ୍ମାରେ ପରିଚାଳନା କର। ପ୍ରଭୁ, ବର୍ତ୍ତମାନ ଏହି ଯୋଉ ସାବସ୍କୁଲ ପାଠ ଧ୍ୟାନ କରିବାକୁ ଯାଉଅଛୁ, ତୁମ ସେହି ଉପସ୍ଥିତ ଆମଠାରେ ଥିବ ବୋଲି ଆମେ ଆଶା କରୁଅଛୁ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଉ ଥରେ ଆମେ ଆମ ଓଡ଼ିଆ ସାବସ୍କୁଲ ପାଠରେ ଧ୍ୟାନ କରିବା। ଆଉ ଆଜିର ପାଠ ହେଉଛି ଈଶ୍ୱରୀୟତାର ଲକ୍ଷଣ, ଯାହା ସାଇନ୍ସ ଅଫ ଦ ଡିଭିନିଟି ବୋଲି ଇଂରାଜୀରେ କୁହାଯାଉଅଛି। ତାହେଲେ ଚାଲନ୍ତୁ ଆମ ଯୋଉ ସ୍ୱର୍ଣ୍ଣ ପଦ ନିଆଯାଇଅଛି ଜହନ 11 ତାର 25-26, ଜହନ 11 ତାର 25-26, ସେଠି ଆମେ ଏକ ସୌନ୍ଦର୍ଯ୍ୟ କାହାଣୀ ଆମେ ପାଉଅଛୁ। ତା ପୂର୍ବରେ ଚାଲନ୍ତୁ ଆମ ଏହି ଯୋଉ ସ୍ୱର୍ଣ୍ଣ ପଦ ଦେଖିବା, ଯାହା 25-26ରେ ଲେଖାଯାଇଅଛି। 25-26ରେ ଯାହା ଲେଖା ଯାଇଅଛି, ସେଥିରେ ଯୀଶୁ ନିଜେ କହିଲେ ଏହିପରି। ସେ କହିଲେ, ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ ଠାରେ ବିଶ୍ୱାସ କରେ, ଯେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। 26ରେ କହୁଛି, ପୁଣି ଯେ କେହି ବଞ୍ଚେ ଓ ମୋ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ। ଏହା କଣ ବିଶ୍ୱାସ
କରୁଅଛ? ବନ୍ଧୁ, ଆଜି ମୁଁ ଏହି ପ୍ରଶ୍ନ ଆପଣମାନଙ୍କୁ ପଚାରୁଅଛି। ଯେହେତୁ ଯୀଶୁ କହିଲେ ଏହିପରି କି ଯେ ତାହାଙ୍କଠାରେ ବିଶ୍ୱାସ କରେ କଦାପି ସେ ମରିଯାଇପାରେ ଆଉ ମରିଯାଇଅଛି ବା ପରେ ବି ମରିବାକୁ ଯାଉଅଛି। ଯଦି ସେହି ବ୍ୟକ୍ତି, ସେହି ଭଉଣୀ, ସେହି ଭାଇ, ସେହି ସଭ୍ୟ ଯିଏକି ଯୀଶୁଙ୍କ ଠାରେ ବିଶ୍ୱାସ କରିଛନ୍ତି କରି ମୃତ୍ୟୁବରଣ କରିଅଛି, ଆଉ ଯୀଶୁ ଏଠି ଆମମାନଙ୍କୁ ଏକ ଆଶ୍ୱାସନା ଦେଉଅଛନ୍ତି ଯେ ଯଦ୍ୟପି ସେ ମଲେ ବି ଯେବେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଥର ଆସିବେ ସେତେବେଳେ ସେ ପୁନରୁତ୍ଥାନ ହେବେ। ବନ୍ଧୁ, ଆମେ ଦେଖିବା ଜହନ ତାର 11 ପର୍ବ ପରେ ଆମେ ଦେଖିବା, ମାତ୍ର ଏହି କାହାଣୀ ଦ୍ୱାରା ଆମମାନଙ୍କୁ କିପରି ମୃତ୍ୟୁ ବିଷୟରେ ଆମେ ଦେଖିପାରୁଅଛୁ ତାହା ଆମେ ଦେଖୁଛୁ। ବନ୍ଧୁ, ବାଇବଲରେ ସତ ଯେ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଅନନ୍ତ ପୁତ୍ର। ବାଇବଲରେ ଏହା ସ୍ପଷ୍ଟ କରୁଅଛି ଯେ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଅନନ୍ତ ପୁତ୍ର, ଆଉ ସେ ଜଣେ ପିତାଙ୍କ ସହ, ଆଉ ଯେପରିକି ଅଳ୍ପ ଶିକ୍ଷିତ ଏବଂ ଅଦୃଶ୍ୟ ଜନତା ଯୀଶୁ ହେଉଛନ୍ତି ଏକମାତ୍ର ଯିଏ ଯାହା ତିଆରି ହୋଇଥିଲା ତାହା ସୃଷ୍ଟି କରିଥିଲେ ବୋଲି ଜହନ 1:1-3 ପର୍ଯ୍ୟନ୍ତ ଆମେ ଦେଖୁଅଛୁ। ବର୍ତ୍ତମାନ ଯାହା ସୃଷ୍ଟି ବା ଯାହା ତିଆରି ହୋଇଅଛି ସେହି ସବୁ ଯୀଶୁଙ୍କ ଦ୍ୱାରା ସୃଷ୍ଟି ହୋଇଅଛି ବୋଲି ପ୍ରଥମ ଜହନ 1:1-3 ଆମେ ଦେଖୁଅଛୁ। ଆଉ ତେଣୁ ସର୍ବଦା ସେ ଅଛନ୍ତି ବୋଲି ଆମେ ଦେଖୁଛୁ। ଏମିତି କୌଣସି ସମୟ ନଥିଲା ଯେତେବେଳେ ତାଙ୍କର ଅସ୍ତିତ୍ୱ ନଥିଲା ବୋଲି ଆମେ ପାଇପାରିବା ବି ନାହିଁ। ସେ ପ୍ରାରମ୍ଭରେ ଥିଲେ, ଆଉ ସମୟ ଯେପରି ବିତିଲା ସେଇ ପୃଥିବୀକୁ ଆସିଲେ ଆଉ ମନୁଷ୍ୟ ପାଇଁ ଜୀବନ ଦାନ ଦେଲେ, ଆଉ ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି, ଆଉ ବର୍ତ୍ତମାନ ବି ସେ ଅଛନ୍ତି ବୋଲି ଆମେ ଦେଖୁଅଛୁ। ଆଉ ସେଥିଯୋଗୁଁ ଜହନଙ୍କ ପାଇଁ ଏହା ଏକ ସତ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ଯୀଶୁଙ୍କର କିଛି ଚମତ୍କାର ବର୍ଣ୍ଣନା କରିବା ସମୟରେ ଜହନ ଖ୍ରୀଷ୍ଟଙ୍କ ଈଶ୍ୱରୀୟକୁ ସୂଚାଇବା ପାଇଁ ସେଗୁଡ଼ିକୁ ବ୍ୟବହାର କରିଥିଲେ। ଆଉ ଯେବେ ଯୀଶୁଖ୍ରୀଷ୍ଟ କେବଳ ତାଙ୍କର ଈଶ୍ୱରୀୟକୁ ପ୍ରକାଶ କରୁଥିବା କଥା କହିଲେ ନାହିଁ, ବରଂ ତାଙ୍କର ଈଶ୍ୱରୀୟତ୍ୱ ପ୍ରକାଶ କରୁଥିବା କାର୍ଯ୍ୟ ସହିତ ତାଙ୍କର ବାକ୍ୟ ସମର୍ଥନ କରୁଥିଲା। ତାହା ଆମେ ଏହି ସପ୍ତାହରେ ଦେଖିବା। ତାହେଲେ ଚାଲନ୍ତୁ ପ୍ରଥମ ଆମେ ଦେଖିବା ଯୀଶୁ କିପରି 5,000 ଲୋକଙ୍କୁ ଖାଦ୍ୟ ଦେଲେ। ଯୀଶୁ 5,000 ଲୋକଙ୍କୁ ଖାଦ୍ୟ ଦେଲେ। ଏହା ପଢ଼ିବା ପୂର୍ବେ ଆମେ ଗୋଟିଏ କଥା ମନରେ ରଖିଥିବାକୁ ପଡ଼ିବ ଯେ ଯେତେବେଳେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ ସେମାନେ ରୋମୀୟ ସମ୍ରାଟ ବା ସାମ୍ରାଜ୍ୟ ତଳେ ଥିଲେ, ଆଉ ସେମାନେ ସେମାନଙ୍କୁ ଅଧିକାର ଦେଖାଉଥିଲେ, ଆଉ ଯୁଦ୍ଧ କରିବାକୁ ପଡୁଥିଲା। ଆଉ ଏମିତି ପରିସ୍ଥିତିରେ ସେମାନେ ଥିଲେ, ଆଉ ସେମାନେ ଚାହୁଁଥିଲେ କି ଜଣେ କେହି ସେମାନଙ୍କୁ ଉଦ୍ଧାର କରିବେ, ସେହି
ରୋମିଓ ସାମ୍ରାଜ୍ୟ ଠାରୁ। ଆଉ ଏହି ସମୟରେ ଆମେ ଦେଖୁଅଛୁ ଯୀଶୁଙ୍କର ଜନ୍ମ। ଆଉ ଯେପରିକି ପ୍ରଥମ କରନ୍ତି 5:7 ଆମେ ଦେଖୁଛୁ କି ଏହି ବଳିଦାନ ଆମ ତରଫରୁ ଯୀଶୁଙ୍କ ମୃତ୍ୟୁର ପ୍ରତୀକ ଥିଲା। କ୍ରୁଶ ଉପରେ ଆମର ପାପ ପାଇଁ ଆମେ ଯେଉଁ ଦଣ୍ଡ ପାଇବାକୁ ଯୋଗ୍ୟ ଥିଲୁ ତାହା ଯୀଶୁଙ୍କ ଉପରେ ପଡ଼ିଲା। ଖ୍ରୀଷ୍ଟ ଆମର ପାପ ଭାର ପ୍ରକୃତରେ ଆମମାନଙ୍କ ପାଇଁ ହତ୍ୟା କରାଗଲା। ମାନେ ଆମମାନଙ୍କ ପାପ ପାଇଁ ସେ ପ୍ରକୃତରେ ହତ୍ୟା ହେଲେ ବୋଲି ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ଆମେ ଦେଖିବା ଜହନ 6:4-5। ସେଠି ପ୍ରେରିତ ଜହନ ତାଙ୍କ ବାଟରୁ ବାହାରି କହିଲେ ଯେ 5,000 ଲୋକଙ୍କୁ ଖାଇବାକୁ ସମୟରେ ସେହି ସମୟ ଥିଲା ଏମିତି ପର୍ବଦିନ ସମୟ ଆସୁଥିଲା, ଆଉ ଯାହାକି ଆମେ ଇଂରାଜୀରେ କହୁଛୁ ପାସ୍ ଓଭର, ଯାହା ସେମାନେ ସେଇ ଯୋଉ ପାସ୍ ଓଭର ଯେବେ ସେମାନେ ମିଶର ଦେଶରୁ ମୁକ୍ତି ହେଲେ ଆଉ ସେଇ ଯୋଉ ପାସ୍ ଓଭର ଏହା ସ୍ୱୀକାର କରୁଥିଲା। ଆଉ ସେହି ସମୟରେ ସେମାନେ ମେଣ୍ଢା ପ୍ରଥମ ସନ୍ତାନକୁ ମୃତ୍ୟୁର ସ୍ଥାନ ନେଇଥିଲା। ଆଉ ଏହି ବଳିଦାନ ଆମ ତରଫରୁ ଯୀଶୁଙ୍କ ମୃତ୍ୟୁର ପ୍ରତୀକ ଥିଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ସେହି 5,000 ଯାହା ଆମେ ଦେଖିଲୁ କି ଯୀଶୁ ପ୍ରଭୁ ସେମାନଙ୍କୁ ଖୁଆଇଲେ, ଆଉ ସେଇ ଯୋଉ 5,000 ଲୋକମାନେ ଯୀଶୁଙ୍କର ମାନେ ଖାଦ୍ୟ ପାଇଁ ସେମାନେ ଆସିଥିଲେ ବୋଲି ଆମେ ଦେଖିଅଛୁ। ଯେପରିକି ମୋଶାଙ୍କ ସମୟରେ ଯୀଶୁ ପ୍ରଭୁ ସେମାନଙ୍କୁ ବା ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ମାନା ଦ୍ୱାରା ଖାଦ୍ୟ ପ୍ରଦାନ କରିଥିଲେ। ଆମେ ଏଇଠି ଦେଖୁଅଛୁ ଯେବେ ଯୀଶୁ ପ୍ରଭୁ ସେହି 5 ରୋଟି 2 ମାଛରେ 5,000 ଲୋକମାନଙ୍କୁ ଖାଦ୍ୟ ଖୁଆଇଲେ, ତା ଛଡ଼ା କି 12 ଟୋକରୀ ଭର୍ତ୍ତି ହୋଇଥିଲା ବୋଲି ଆମେ ଦେଖୁଅଛୁ। କି ସେଇଠି 12 ଟୋକରୀରେ ରୋଟି ଥିଲା, ମାଛ ଥିଲା, ଆଉ ଶିଷ୍ୟମାନେ ତାକୁ ଗୋଟାଇଥିଲେ। ଆଉ ସେହିପରି ଦ୍ୱିତ ବିବରଣ 18:15 ମୋଶା ବି ଇସ୍ରାଏଲ ପ୍ରଜାମାନଙ୍କୁ ସେଇ ଯୋଉ ମାନ୍ନା ଆଦାୟ କରିବା ପାଇଁ କହିଥିଲେ, ଆଉ ସେମାନେ ଆଦାୟ କରୁଥିଲେ। ଜହନ ଯୀଶୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ମାତ୍ର କହୁନାହାନ୍ତି, ସେ ବି କହୁଛନ୍ତି ସେ କିପରି ତାଙ୍କ ଲକ୍ଷଣ ଦ୍ୱାରା ମାନଙ୍କୁ ପ୍ରକାଶ କରୁଛନ୍ତି। ତାହା ସେହି ଲକ୍ଷଣ ସେହି କାର୍ଯ୍ୟ ଦ୍ୱାରା କିପରି ତାଙ୍କର ଈଶ୍ୱରୀୟ ଜୀବନ ଆମମାନଙ୍କୁ ପ୍ରକାଶ କରୁଛନ୍ତି, ଯାହା ଏହି ଯୋଉ 500 ରୋଟି ମାନେ 5,000 ଲୋକମାନଙ୍କୁ 5 ରୋଟି ଆଉ 2 ମାଛରେ ଯାହା ଖାଦ୍ୟ ଦ୍ୱାରା ପାଇଲେ। ଆମେ ଦେଖୁଛୁ ତାପରେ କି ଏହିପରି ଦେଖୁଛୁ କି ଲୋକେ ସେମାନଙ୍କୁ ଯୀଶୁ କହିଲେ, ସତ ଏ ହେଉଛନ୍ତି ଜଣେ ଭବିଷ୍ୟତ ବକ୍ତା। ଏ ହେଉଛନ୍ତି ଜଣେ ଭବିଷ୍ୟତ ବକ୍ତା ବୋଲି ସେମାନେ କହିଲେ। କାହିଁକି ସେମାନେ କହିଲେ? ଯେହେତୁ ସେହି ସମୟରେ ଯୋଉ ଯହୁଦୀ ଲୋକ ଥିଲେ, ଆଉ ସେମାନେ ଚାହୁଁଥିଲେ ଜଣେ ମସିହ
जे कि सेमानंकु से रोमन साम्राज्य हस्तरु सेमानंकु मुक्ति कराइबो। आमे एटी दुईटा एक गुरुत्व जिनस पाउछु, ता होची से युद्ध समय रे से सैन्य बाहिनी को सेवा करिबा, खाद्य देबा, विशेष भाव रे जदि कौनसी देश रे जदि युद्ध हुए आउ से युद्ध रे प्रकृत भाव रे जेतु सैनिक माने देश पाई लढुचंती आउ सेमानक पाई खाद्य अस्त्रशस्त्र देबाकू पड़िबो। आउ एई सबु कोठु आसीबो, विशेष भाव रे खाद्य, से खाद्य लोक मानक ठारू आसीबो। आउ जो आचार्य कार्य यीशु करुथिले कि 5 रोटी 2 माछरे 5,000 ठू अधिक लोकंकु संतुष्ट कराइथिले। से माने से जो 5 रोटी 2 माछरे पेट भर्ती खाइले आउ 12 टोकी बा 12 बास्केट जहाँ में कहूछु इंग्राजी रे से माने गोटे ही रखिले बोली आमे देखु अछु। बंधु, बाइबल रे कहे कि यीशु निजे कहिले मु जीवनर रोटी, आई एम द ब्रेड ऑफ लाइफ से कहिले। आउ से भी कहिले एई जो रोटी जिए खाए से केबे हेले भूकिला हेबो नाही। जहन 6:35। यह होची प्रथम सात जा यीशु कहिथिले, सात स्टेटमेंट जहाँ प्रत्युत्तर जहाँ यीशु कहिथिले, जहाँ में पावछु प्रथम कथा होची जहन से लिखंती आई एम माने मु, से मु कथा आमे देखुछु से कहले मु से ही जीवनर रोटी, मु से ही जीवनर रोटी। जहन 6:35। से भी कहले मु एही जगतर आलोक। जहन 8:12। आउ से भी कहले जहन 10:7-8 मु द्वारर कबाट डोर। आउ से भी कहले मु जने भल मेषपालक गुड शेफर्ड। आउ कोठी कहले जहन 10:11। आउ से कहले मु पुनरुत्थान एवं जीवन। आउ से भी एताहा में पाउछु जहन 11:25। आउ से कहले मु से ही पथ सत्य और जीवन। जहन 14:6। आउ जहन 11:25 कहले मु से ही द्राक्षारसर ढाल माने जो ब्रांच में कहूछु वाइन कहूछु ता। ताले ए जो पद गुड़ाक प्रत्येक पद द्वारा आमे देखु अछु यीशु कहंती मु। आ एई पदटा आमे यात्रा पुस्तक 3 रे आमे पाउछु मोसा को से कहले आई एम माने मु से ही प्रभु सदा प्रभु। आउ सेई सदा प्रभु होचंती यीशु ख्रीष्ट। आ यीशु ख्रीष्ट सेई समय रे अब्राहम को कहिथिले आ वर्तमान से भी आमानंकु कहू अछंती। बंधु, सेथि जोगु लोक माने यहा देखि से माने कहिले सतरे से होचंती एक भविष्य भक्ता। तापर आमे देखुछु कि यीशु एक अंध
ବ୍ୟକ୍ତି को ଆଖି ଦିଅନ୍ତି ବା ଚକ୍ଷୁ ଖୋଲନ୍ତି। ଚାଲନ୍ତୁ ପଢିବା ଜହନ 9 ତାର 1-16। ଏଠି ଭାଗ 1-2ରେ ଆମେ ପାଉଛୁ। ଜହନ 1 ତାର ଜହନ 9-1-16 କିପରି ଜହନ ଏଇ ଯୋ ଅନ୍ଧ ବ୍ୟକ୍ତି ବିଷୟରେ ବିବେଚନା ବା ଆଲୋଚନା କରନ୍ତି। ଜହନ 9-1-16 ଅନ୍ଧତ୍ୱକୁ ଜନ୍ମକୁ ଦୃଷ୍ଟି ପ୍ରଦାନ ମାନେ ଜନ୍ମଠୁ ଯେ କି ଅନ୍ଧ ହୋଇଥିଲେ ତାକୁ ସେ ଦୃଷ୍ଟି ପ୍ରଦାନ କଲେ ବୋଲି ଜହନ 9ରେ ପାଉଛୁ। ସେଥିରେ ଲେଖାଯାଉଛି କି ସେ ଯାଉଥିବା ସମୟରେ ଜଣେ ଜନ୍ମନ୍ଧକ ଦେଖିଲେ ଆଉ ତାଙ୍କ ଶିଷ୍ୟମାନେ ତାହାକୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? କାହିଁକି ଏହିପରି ପ୍ରଶ୍ନ ହେଲା ବନ୍ଧୁ? ଯେହେତୁ ଯହୁଦୀ ମାନଙ୍କର ଏହିପରି ବିବେଚନା ଥିଲା, ଏହିପରି ଆଲୋଚନା ଥିଲା, ଯେ କି ଛୋଟା, ଯେ କି କୁଷ୍ଠରୋଗୀ, ଯେ କି ଅନ୍ଧ, ଏହାର ପରିଣାମ ହେଉଛି ତାହା ହେଉଛି ସେମାନେ ପାପୀ। ଆଉ ଏହି ଯୋଗୁଁ ଶିଷ୍ୟମାନେ ପଚାରିଲେ ଆଉ ଅନ୍ୟମାନେ ପଚାରିଲେ କି ଏହାର ପିତାମାତା ପାପ କଲେ ନାହିଁ, ଯାହା ନିଜେ କି ଏହାର ପିତାମାତା କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା ବୋଲି ପ୍ରଶ୍ନ ପଚାରିଲେ। ନିଜେ ନା ଏହାର ପିତାମାତା ବୋଲି ସେମାନେ ପଚାରିଲେ। ଆଉ ଯୀଶୁ ଏହି ପ୍ରଶ୍ନର ଉତ୍ତର ଦେଲେ। ସେ କହିଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, ଯେପରିକି ଈଶ୍ୱରଙ୍କ କର୍ମ ଯେପରି ଏଠାରେ ପ୍ରକାଶିତ ହୁଏ ଏଥି ନିମନ୍ତେ ଏହା ଘଟିଅଛି ବୋଲି ଯୀଶୁ ସେମାନଙ୍କୁ କହିଲେ। ବନ୍ଧୁ, ବେଲେ ବେଲେ ଆମମାନଙ୍କ ଜୀବନରେ ଏମିତି ସମସ୍ୟା ଘେରିଥାଏ, ଏମିତି ବାଧା ଆସିଥାଏ, ବେଲେ ବେଲେ ଆମେ ଖ୍ରୀଷ୍ଟଙ୍କୁ ବା ପ୍ରଭୁଙ୍କ ଠାରେ ପ୍ରଶ୍ନ କରିଥାଉ କି କାହିଁକି ଏହିପରି ମତେ ବା ମୋ ଜୀବନରେ ଏସବୁ ଘଟୁଅଛି ବୋଲି ପ୍ରଶ୍ନ ପଚାରିଥାଉ। ଆଉ ସେଇ ପ୍ରଶ୍ନର ଉତ୍ତର ଆମେ ଏଠି ପାଉଅଛୁ। ଯେବେ ଆମେ ଏହିପରି ପରିସ୍ଥିତିରେ ଗମନ କରିଥାଉ ବା ଗତି କରିଥାଉ, ଆଉ ଯେବେ এই ଗତିରୁ ଆମେ ଉଦ୍ଧାର ପାଇଥାଉ, ଯେପରିକି ଈଶ୍ୱରଙ୍କ କର୍ମ ଯେପରି ଈଶ୍ୱରଙ୍କ ଗୌରବ ହୋଇପାରିବ। ଦିନ ଥାଉ ଥାଉ ମୋର କର୍ଣ୍ଣକର୍ତ୍ତାଙ୍କ କର୍ମ କରିବା ଆମମାନଙ୍କ କର୍ତ୍ତବ୍ୟ। ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି। ଯୀଶୁ କହିଲେ, ମୁଁ ଯେ ପର୍ଯ୍ୟନ୍ତ ଜଗତରେ ଅଛି ସେ ପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି। ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କୋଳେ ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ ସିଲୋହ ପୋଖରୀରେ ଧୋଇଦିଅ। ସେଥିରେ ସେ ବାହାରି ଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା। ତେଣୁ ପ୍ରତିବାସୀମାନେ ପୁଣି ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ ଯେ ବସି ଭିକ ମାଗୁଥିଲୁ, ଏ କଣ ସେହି ନୁହେଁ? ଲୋକମାନେ ତାକୁ ଦେଖି ଏଇ ଯୋଉ ବ୍ୟକ୍ତିଟା ବସି ଭିକ ମାଗୁଥିଲା, କଣ ସେହି ବ୍ୟକ୍ତି ନୁହେଁ କି?
କେହି କେହି କହିଲେ ଏସେ ଆଉ କେହି କହି କେହି କେହି କହିଲେ ନା ଏ ତାହା ପରି ସେ କହିଲା ମୁଁ ସେହି। ଦେଖନ୍ତୁ ବନ୍ଧୁ, କେହି କେହି ଭିନ୍ନ ପ୍ରକାରେ ଆଲୋଚନା କଲେ କି ଏଇ ସେହି ବ୍ୟକ୍ତି ନୁହେଁ, ସେହିପରି ଜଣେ ଆଉ ଜଣେ ବ୍ୟକ୍ତି ବୋଲି ସେମାନେ କହିଲେ। ମାତ୍ର ସେ କହିଲେ ନାହିଁ, ତୁମେ ଭୁଲ କହୁଅଛ, ମୁଁ ସେହି ବ୍ୟକ୍ତି ଯେଉଁ ରାସ୍ତା କଡ଼ରେ ବସିଥିଲି ଆଉ ଭିକ ମାଗୁଥିଲି, ଆଉ ବର୍ତ୍ତମାନ ମୁଁ ଦେଖିପାରୁଛି। ଆଉ ସେଥିରେ ସେମାନେ ତାହାକୁ କହିଲେ, ତାହେଲେ ତୋର ଆଖି କିପରି ଫିଟିଗଲା? ଦେଖନ୍ତୁ, ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି ସେହି ବ୍ୟକ୍ତି କାଦୁଅ କରି ମୋର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ସିଲୋହକୁ ଯାଇ ଧୋଇ ହୁଅ। ତେଣୁ ମୁଁ ବାହାରି ଯାଇ ଧୋଇ ଦେଲି, ଧୋଇ ହେଲି ଓ ଦୃଷ୍ଟି ପାଇଲି। ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ। ସେ ପୂର୍ବରେ ଅନ୍ଧ ଥିଲା। ସେମାନେ ତାହାକୁ ଫରୁଶୀମାନଙ୍କୁ ନିକଟକୁ ଆଣିଲେ। ଯୀଶୁ ଯେଉଁଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମ ଦିନ ଥିଲା ବନ୍ଧୁ। ଅତଏବ ସେ କିପରି ଦୃଷ୍ଟି ପାଇଲା? ଏହିପରି ସେମାନେ ପ୍ରଶ୍ନ କଲେ। ଏହା ଫରୁଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇ ଦେଲେ ପରେ ମୁଁ ଧୋଇ ଦେଲି, ଧୋଇ ହେଲି ଓ ଦେଖି ପାରୁଅଛି। ଏହିପରି ସେ ସେମାନଙ୍କର ପ୍ରଶ୍ନର ଉତ୍ତର ଦେଲା। ତହୁ ଫରୁଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ୱରଙ୍କ ନିକଟରୁ ଆସିନାହିଁ, କାରଣ ସେ ବିଶ୍ରାମ ବାର ପାଳନ କରୁନାହିଁ। ଆଉ କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟ କର୍ମ ସବୁ କରିପାରେ? ଏହିପରି ସେମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଲା ବନ୍ଧୁ। ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଇଗଲା। ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତା ବିଷୟରେ କଣ କହୁଛୁ? ସେ କହିଲା, ସେ ଜଣେ ଭାବବାଦୀ। ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକିନ ପଚାରିବା ପର୍ଯ୍ୟନ୍ତ ଯହୂଦୀମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ ବନ୍ଧୁ। ସେମାନେ ସେମାନଙ୍କୁ ପଚାରିଲେ, ତୁମମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଣ ତୁମମାନଙ୍କର ସେହି ପୁଅ? ତାହେଲେ ସେ କିପରି ଏବେ ଦେଖୁଅଛି? ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ସେ କିପରି ଏବେ ଦେଖୁଅଛି ତାହା ଜାଣୁନାହୁଁ, କିମ୍ବା କିଏ ତାହାର ଆଖି ଫିଟାଇ ଦେଲେ ତାହା ମଧ୍ୟ ଆମ୍ଭେମାନେ ଜାଣୁନାହୁଁ। ତାହାକୁ ପଚାରନ୍ତୁ, ସେ ତ ବୟସ ପ୍ରାପ୍ତ, ସେ ଆପଣା କଥା ଆପେ କହିବ। ତାହାର ପିତାମାତା ଯହୂଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହେଲେ ସେ ସମାଜ ଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯହୂଦୀମାନେ ଏକମତ ହୋଇଥିଲେ। ବନ୍ଧୁ ଦେଖନ୍ତୁ, କେତେ ସୁନ୍ଦର ଭାବରେ ଆମେ ପାଉଅଛୁ, କେତେ ସୁନ୍ଦର ଭାବରେ ଆମେ ପାଉଅଛୁ କି ସେଇ ଅନ୍ଧ, ଆମେ ଏଇ ଯୋଉ କାହାଣୀ ମାଥ୍ୟୁ, ମାର୍କ, ଲୁକ ରେ ଏଇ ଯୋଉ
ସମସ୍ୟା ଏ ଯୋ ସାଧାରଣର ସମସ୍ୟା ବିଷୟରେ ଆମେ ଦେଖୁଛୁ ମାତ୍ର ଯାହା ଯେବେ ଆମେ ଜହନ 9ରେ ଆମେ ଦେଖୁଛୁ ଆଉ 9:14 ଯାହା ଆମେ ବର୍ତ୍ତମାନ ଆମେ ଦେଖିଲୁ ସେମାନେ ଈଶ୍ୱରଙ୍କୁ ପ୍ରଶଂସା କଲେ ନାହିଁ ବରଂ ସେମାନେ ଈଶ୍ୱରଙ୍କୁ ପ୍ରଶଂସା ନ କରି ସେମାନେ ଈଶ୍ୱରଙ୍କୁ ନିନ୍ଦା କଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ ଚାଲନ୍ତୁ ଆମେ ଆଗକୁ ବଢିବା। ଅତଏବ ତାହାର ପିତାମାତା କହିଲେ ଯେ ବୟସ ପ୍ରାପ୍ତ ତାହାକୁ ପଚାରନ୍ତୁ। ସେଥିରେ ପୂର୍ବେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ ଏହା ଆମ୍ଭେମାନେ ଜାଣୁ। ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ ମୁଁ ତାହା ଜାଣେ ନାହିଁ। ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ମୁଁ ଦେଖୁଅଛି। ତେଣୁ ସେମାନେ ତାକୁ କହିଲେ, ସେ ତୋତେ କଣ କଲା? ସେ କି ପ୍ରକାର ତୋର ଆଖି ଫିଟାଇ ଦେଲା? ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିନି, ଆଉ ଆପଣମାନେ ଶୁଣିଲେ ନାହିଁ କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛ? ଏହିପରି ସେ ପ୍ରଶ୍ନ କଲା। ଆପଣମାନେ ମଧ୍ୟ କଣ ତାହାଙ୍କ ଶିଷ୍ୟ ହେବାକୁ ଇଚ୍ଛା କରୁଛନ୍ତି କି ବୋଲି ସେ ପ୍ରଶ୍ନ ପଚାରିଲେ। ବନ୍ଧୁ ସେଥିରେ ସେମାନେ ତାକୁ ଗାଲି ଦେଇ କହିଲେ, ତୁ ତାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟମାନେ ବୋଲି ସେମାନେ କହିଲେ। ଆମେମାନେ ଜାଣୁ ଯେ ଈଶ୍ୱର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି ତାହା ଆମ୍ଭେମାନେ ଜାଣିନାହୁଁ। ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋର ଆଖି ଫିଟାଇ ଦେଲେ, ଆଉ ସେ କେଉଁଠାରୁ ଆସୁଛନ୍ତି ତାହା ଆପଣମାନେ ଜାଣନ୍ତି ନାହିଁ। ଏ ତ ଆଶ୍ଚର୍ଯ୍ୟ କଥା। ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ ଏହା ଆମେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ୱର ଭକ୍ତ ବୋଲି ହୋଇ ତାହାଙ୍କ ଇଚ୍ଛା ସାଧନ କରେ ତାହେଲେ ସେ ତାର କଥା ଶୁଣନ୍ତି। କେହି ଯେ ଜନ୍ମନ୍ଦର ଚକ୍ଷୁ ଫିଟାଇ ଦେଲା, ଏହା କଦାପି ଆଶ୍ଚର୍ଯ୍ୟ କଥା। ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରୁ 2 ଦିନ ରହିଗଲେ। ତାପରେ ସେ ଶିଷ୍ୟମାନଙ୍କୁ କହିଲେ, ଚାଲ ଆମ୍ଭେମାନେ ପୁନର୍ବାର ଯହୂଦା ପ୍ରଦେଶକୁ ଯିବା। ଶିଷ୍ୟମାନେ ତାହାକୁ କହିଲେ, ହେ ଗୁରୁ, ଯିହୁଦୀମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି। ଯୀଶୁ ଉତ୍ତର ଦେଲେ, ଦିନରେ କଣ 12 ଘଣ୍ଟା ନୁହେଁ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତି ଦେଖେ, କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତି ନାହିଁ। ସେ ଏ ସମସ୍ତ କଥା କହିଲା ଉତ୍ତରେ ସେମାନଙ୍କୁ ଆହୁରି କହିଲେ, ବନ୍ଧୁ, ଆମମାନଙ୍କ ବନ୍ଧୁ ଲାଜରସ୍ ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଛି ବୋଲି ସେ କହିଲେ। କାହାକୁ କହିଲେ? ଶିଷ୍ୟମାନଙ୍କୁ କହିଲେ। ବନ୍ଧୁ ସେଥିରେ ଶିଷ୍ୟମାନେ ତାହାକୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି ତାହେଲେ ସେ ସୁସ୍ଥ ହେବ। ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, ମାତ୍ର ଏମାନେ ବୁଝିପାରିଲେ ନାହିଁ, କିନ୍ତୁ ସେ ନିଦ୍ରାରେ ଶୋଇ ପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ ମନେ ଏହିପରି ଭାବୁଥିଲେ। ଅତଏବ ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ,
ଲାଜରସ୍ ମରି ଯାଇଛନ୍ତି, ଆଉ ମୁଁ ଯେ ସେ ସ୍ଥାନରେ ନଥିଲି। ଏଥି ସକାଶେ ତୁମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମାନେ ବିଶ୍ୱାସ କରିବ। କିନ୍ତୁ ଚାଲ ଆମ୍ଭେମାନେ ତାଙ୍କ ନିକଟକୁ ଯିବା। ସେଥିରେ ଥୋମା, ଯାହାକୁ ଦିଦୁମ ବୋଲି କୁହନ୍ତି, ସେ ଆପଣା ସାଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ ଆମ୍ଭେମାନେ ମଧ୍ୟ ଯାଇ ତାଙ୍କ ସଙ୍ଗରେ ମରିବା। ବନ୍ଧୁ, ବେଲେ ବେଲେ ଆମେ ଯୀଶୁଙ୍କ ଠାରେ ବିଶ୍ୱାସ କରିନଥାଉ, ଆଉ ନ ବିଶ୍ୱାସ କରିବା ଯୋଗୁଁ ଏହିପରି ଆମ ମନରେ କଥା ଆସିଥାଏ। ଯେବେ ଯୀଶୁ କହିଲେ କି ମୋ ଠାରେ ବିଶ୍ୱାସ କର, ଆଉ ଯେବେ ତମେ ବିଶ୍ୱାସ କରିବ, ଲାଜରସ୍ ଯିଏକି ମୃତ୍ୟୁବରଣ ହୋଇଛି ସେ ଜୀବନକୁ ଆସିବ, ତାହା ବିଷୟରେ ସେମାନଙ୍କୁ କହିଲେ। ତାହା ସେମାନେ ବିଶ୍ୱାସ କଲେନି, ବରଂ ଯୀଶୁଙ୍କୁ ସେମାନେ କହିଲେ, ଚାଲ ଆମମାନେ ମଧ୍ୟ ଯିବା ଆଉ ତାଙ୍କ ସଙ୍ଗରେ ଆମେ ମରିବା। ମନେ ରଖନ୍ତୁ ବନ୍ଧୁ, ଯୀଶୁ ହିଁ ପୁନରୁତ୍ଥାନ ଓ ଜୀବନ। ଯୀଶୁ ପହଞ୍ଚି ଶୁଣିଲେ ଯେ ସେ 4 ଦିନ ହେଲା ସମାଧିରେ ରଖା ଗଲାଣି। ବେଥେନିଆ ଜେରୁସାଲେମ ନିକଟରେ ଥିଲା, ପ୍ରାୟ 1 କ୍ରୋଶ ଦୂର। ଆଉ ଯହୂଦୀମାନଙ୍କ ମଧ୍ୟରୁ ଅନେକ ମାର୍ଥା ଓ ମାରିୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ। ସେଥିରେ ଯୀଶୁ ଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାକୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ। ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ, ତାହେଲେ ମୋର ଭାଇ ମରିନଥାନ୍ତା। କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ, ଈଶ୍ୱର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ। ଯୀଶୁ ତାଙ୍କୁ କହିଲେ, ତୁମ ଭାଇ ପୁଣି ଉଠିବ। ମାର୍ଥା ତାହାକୁ କହିଲେ, ସେ ଯେ ଶେଷ ଦିନ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ। ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ, ମୁଁ ଜୀବନ। ଯେ ମୋ ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ପୁଣି ଯେ କେହି ବଞ୍ଚେ ଓ ମୋ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ। ଏହା କଣ ବିଶ୍ୱାସ କରୁଅଛ? ଏହିପରି ଯୀଶୁ ମାର୍ଥାକୁ ପଚାରିଲେ। ଆଉ ମାର୍ଥା କିପରି ଉତ୍ତର ଦେଲେ? ସେ ତାହାକୁ କହିଲେ, ହଁ ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ସେ ଈଶ୍ୱରଙ୍କ ପୁତ୍ର, ସେହି ଖ୍ରୀଷ୍ଟ, ଏହା ମୋର ବିଶ୍ୱାସ ବୋଲି ମାର୍ଥା ସେ କହିଲେ। ବନ୍ଧୁ, କଣ ଏହିପରି ବିଶ୍ୱାସ ଆମମାନଙ୍କ ଠାରେ ଅଛି କି? ଟିକିଏ ଆପଣଙ୍କ ହୃଦୟକୁ ଖୋଲି ଦେଖନ୍ତୁ, ଟିକିଏ ଆପଣଙ୍କ ହୃଦୟକୁ ପଚାରନ୍ତୁ। ମାର୍ଥା କହିଲେ, ହଁ ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ୱରଙ୍କ ପୁତ୍ର, ସେହି ଖ୍ରୀଷ୍ଟ, ଏହା ମୋର ବିଶ୍ୱାସ କି ମୋ ଭାଇ ବଞ୍ଚିବ। ଯଦିବା ମରିଯାଇଅଛି, ଆଉ ଏହା ତୁମଠାରେ ସମ୍ଭବ, ଯେହେତୁ ତୁମେ ସେହି ପ୍ରଭୁଙ୍କର ପୁତ୍ର। ଆଉ ଆମେ ଦେଖୁଅଛୁ ସାରା ବାଇବଲରେ ବା ସାରା ନୂତନ ନିୟମରେ ଏକ ସ୍ଥାନରେ ହିଁ ଆମେ ଦେଖୁଛୁ କି ଯୀଶୁ କାନ୍ଦିଲେ। ଅନେକ ଲୋକ ଏହିପରି କହନ୍ତି ଯେ କି ଦେଖନ୍ତୁ ଯୀଶୁ ଲାଜରସଙ୍କୁ କେତେ ଭଲ ପାଉଥିଲା, ମରିୟମକୁ କେତେ ଭଲ ପାଉଥିଲା, ମାତାକୁ କେତେ ଭଲ ପାଉଥିଲା, ଏଥିଯୋଗୁଁ ସେ କାନ୍ଦିଲେ ବୋଲି ସେ କହନ୍ତି। ଅନେକ ଲୋକ ଏହିପରି ବିବେଚନା କରନ୍ତି। ମାତ୍ର ବନ୍ଧୁ, ଗୋଟିଏ କଥା ମନେ ରଖନ୍ତୁ, ଯୀଶୁ କାହିଁକି କାନ୍ଦିଲେ?
ଯୀଶୁ କାନ୍ଦିଲେ କାରଣ ଏଇ ଯୋଉ ପାପ ଦୁନିଆରେ ଆମେ ପାଉଅଛୁ, ଏଇ ପାପ ଯୋଗୁ ମଣିଷକୁ ଏଇ ସବୁ ଗତି କରିବାକୁ ପଡୁଅଛି। ଆଉ ସେଇ ଯୋଉ ପାପ ଯୋଗୁ ମଣିଷ କିପରି ନିଜକୁ କଷ୍ଟରେ ବା ନିଜ ସେ ପାପ କିପରି ଲୋକକୁ ମୃତ୍ୟୁ ଆଡକୁ ନେଉଅଛି, ପାପ କିପରି ମଣିଷକୁ ଦୁଃଖ କଷ୍ଟ ବାଧା କ୍ଲେଶ ଆଣୁଅଛି, ବନ୍ଧନ ଆଣୁଅଛି, ଏହି ଯୋଗୁ ସେ କାନ୍ଦିଲେ ବୋଲି ମୁଁ କହୁଅଛି ଆଉ ପବିତ୍ର ଶାସ୍ତ୍ର ବି କୁହେ। ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମକୁ ଗୋପନରେ ତାକୁ କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି। ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ। ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ। ଅତଃପର ଯେଉଁ ଯହୂଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମଙ୍କୁ ଶୀଘ୍ର ଉଠି ବାହାରି ଯିବା ଦେଖି ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଛନ୍ତି ଏହା ମନେକରି ତାଙ୍କ ପଛେ ପଛେ ଗଲେ। ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ ତାହେଲେ ମୋ ଭାଇ ମରିନଥାନ୍ତା। ଅତଏବ ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସୁଥିବା ଯହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋକିତ ହେଲେ। ପୁଣି କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ ସଂକଳ୍ପରେ ପଚାରିଲେ, ତାଙ୍କୁ କେଉଁଠାରେ ରଖିଅଛ? ସେମାନେ ତାହାକୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ। ଯୀଶୁ କାନ୍ଦିଲେ। ସେଥିରେ ଯହୂଦୀମାନେ କହିଲେ, ଦେଖ ସେ ତାଙ୍କୁ କିପରି ସ୍ନେହ କରୁଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ନ ପାରିଥାନ୍ତେ? ବନ୍ଧୁ, ଯାହା ଆମେ ଦେଖୁଅଛୁ ପବିତ୍ର ଶାସ୍ତ୍ର ବାଇବଲରେ, କି ଯୀଶୁ ନିଜେ କହିଲେ, ମୁଁ ସେହି ପଥ ସତ୍ୟ ଓ ଜୀବନ। ଆଉ ଯୀଶୁ ନିଜେ କହିଲେ, ମୁଁ ସେହି ଜୀବନ ପୁନରୁତ୍ଥାନ। ଆଉ ଯେ ମୋ ଠାରେ ବିଶ୍ୱାସ କରେ ସେ ନିଶ୍ଚିତ ଭାବରେ ଜୀବନ ପ୍ରାପ୍ତ ହେବ। ବନ୍ଧୁ, ତାପରେ କାନି ଆମେ ଭଲ ଭାବରେ ଜାଣିଅଛୁ କି ଯୀଶୁ କିପରି ଲାଜରସଙ୍କୁ ମୃତ୍ୟୁରୁ ଉଠାଇଲେ। ବନ୍ଧୁ, ଈଶ୍ୱରୀୟ ଲକ୍ଷଣ ହଉଛି ଏହା। ଅନେକ ଲୋକ ଈଶ୍ୱର ବୋଲି କହନ୍ତି ଆଉ ସେମାନେ ମରିଛନ୍ତି, ମାତ୍ର ଯୀଶୁ ନିଜେ କହିଲେ, ମୁଁ ସେହି ପଥ, ମୁଁ ସେହି ସତ୍ୟ, ମୁଁ ସେହି ଜୀବନ। ଆଉ ଯୀଶୁ ବି କହିଲେ ଏହିପରି କି ମୁଁ ସେହି ରୁଟି, ଆଉ ଏହି ରୁଟି ଯିଏ ଖାଏ ସେ କଦାପି ମରିବ ନାହିଁ। ଯୀଶୁ ବି କହିଲେ, ମୁଁ ସେହି ଜୀବନର ପାନି ବା ଜୀବନର ଜଳ। ଆଉ ଯୀଶୁ ବି କହିଲେ, ମୁଁ ଜୀବନ ଓ ପୁନରୁତ୍ଥାନ। ଚାଲନ୍ତୁ ସେଇ ଯୀଶୁଙ୍କ ଠାରେ ଆମେ ବିଶ୍ୱାସ କରିବା ଆଉ ସେ ବିଶ୍ୱାସରେ ଆମେ ଆଗକୁ ବଢିବା। ଯେହେତୁ ଯୀଶୁ ହଉଛନ୍ତି ଏକ ଯାହାଠାରେ ଆମେ ବିଶ୍ୱାସ କରିପାରିବା, ଯିଏ କି ଆମର ମାର୍ଗଦର୍ଶନ କରିପାରନ୍ତି, ଯିଏ କି ଆମମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି। ତାହେଲେ ବନ୍ଧୁ, ଚାଲନ୍ତୁ ନିଜକୁ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସାବାସ୍କୁ ପାଠ ଆମେ ପଢିଲୁ, ଆମେ ବିଶ୍ୱାସ କରୁଛୁ ହେ ପରମ ପିତା, ଯେ ତୁମ ଠାରେ ସବୁ କିଛି ସମ୍ଭବ। ଆମ ଦୁଃଖ କଷ୍ଟ ବାଧା ଯାହା ଆମେ ଅନୁଭବ କରୁଅଛୁ ତାହା ସବୁ ତୁମେ ଦୂର କର।
ଯଦି ଆମମାନଙ୍କ ଠାରେ କେହି ଯଦି ଅସୁସ୍ଥ ଅଛି ତାହାକୁ ସୁସ୍ଥ କର। ଯଦି କାହାର ପରିବାରରେ କିଛି ବାଧା ରହିଅଛି ସେଇ ବାଧାକୁ ଦୂର କର। ଯେତେ ଭାଇ ଭଉଣୀ ଯେତେ ଶ୍ରୋତା ବର୍ତ୍ତମାନ ଏହି ସାବା ସ୍କୁଲ ପାଠ ୟୁଟ୍ୟୁବ ଦ୍ୱାରା ଦେଖୁଛନ୍ତି ସେମାନଙ୍କୁ ଏକ ବିଶ୍ୱାସରେ ଭରାଅ ଯେପରି ସେମାନେ ବିଶ୍ୱାସ କରିପାରିବେ ଆଉ ସେମାନଙ୍କ ପ୍ରାର୍ଥନା ଶୁଣ ଯେପରି ତୁମର ସେହି ନାମ ଗୌରବ ହୋଇପାରିବ। ପ୍ରଭୁ ଆମେ ଧନ୍ୟବାଦ କରୁଅଛୁ ଯେହେତୁ ଏଇ ଯୋଉ ସମୟ ଆମମାନଙ୍କୁ ଦେଇଥିଲ ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍।